ବସ୍ରୁ ବିରଳ ଓର୍ନେଟ୍ ଫ୍ଲାଇଂ ସ୍ନେକ୍ ଉଦ୍ଧାର। ଚଳନ୍ତା ବସ୍ରୁ ବିରଳ ଓର୍ନେଟ୍ ଫ୍ଲାଇଂ ସ୍ନେକ୍କୁ ସ୍ନେକ୍ ହେଲ୍ପଲାଇନ୍ ଉଦ୍ଧାର କରିଛି। ସୂଚନା ମୁତାବକ ଭୁବନେଶ୍ୱରରୁ ଏକ ଘରୋଇ ପର୍ଯ୍ୟଟକ ବସ୍ 20 ଜଣ ଯାତ୍ରୀଙ୍କୁ ନେଇ ଗଜପତି ଜିଲ୍ଲା ଜିରାଙ୍ଗ ଯାଇଥିଲେ। ସୋମବାର ଯାତ୍ରୀଙ୍କୁ ବସ୍ ଚାଳକ ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଛାଡ଼ିଥିଲେ। ଅପରାହ୍ନ 4ଟାରେ ଜିରାଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଖାଲି ବସ୍କୁ ନେଇ ବାହାରିଥିଲେ ଚାଳକ ପ୍ରମୋଦ କୁମାର ବାରିକ। ବ୍ରହ୍ମପୁର କୋର୍ଟପେଟା ଛକ ଅତିକ୍ରମ କରିବା ସମୟରେ ଚାଳକଙ୍କ ମୁଣ୍ଡ ଉପରେ ଥିବା ସନ୍ ପ୍ରୋଟେକ୍ଟର ଉପରେ ସାପଟିଏ ଝୁଲି ରହିଥିବା ଦେଖିଥିଲେ। ଏମ୍କେସିଜି ହସ୍ପିଟାଲ ଗେଟ୍ ସମ୍ମୁଖରେ ଗାଡ଼ିକୁ ପାର୍କିଂ କରିଥିଲେ। ସାପକୁ ଉଦ୍ଧାର ପାଇଁ ସ୍ନେକ୍ ହେଲ୍ପଲାଇନ୍କୁ ଯୋଗାଯୋଗ କରିଥିଲେ। ସ୍ନେକ୍ ହେଲ୍ପଲାଇନ୍ ସଂଯୋଜକ ସ୍ୱାଧୀନ ସାହୁ, ସଦସ୍ୟ କାଳିଆ ସାହୁ ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ବିରଳ ପ୍ରଜାତିର ହୋଇଥିବା ବେଳେ ଘଞ୍ଚ ଜଙ୍ଗଲରେ ରୁହେ। ବସ୍ ଜିରାଙ୍ଗରୁ ଫେରିବା ସମୟରେ ସାପଟି ବସ୍ ମଧ୍ୟରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଉଦ୍ଧାର ସାପକୁ ବନ ବିଭାଗର ପରାମର୍ଶ କ୍ରମେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଥିବା ସ୍ୱାଧୀନ ସୂଚନା ଦେଇଛନ୍ତି। ଭୁବନେଶ୍ୱର ରହୁଛି, ଭୁବନେଶ୍ୱରରେ ଗାଡ଼ି ଚଲାଉଛି। ନାଁଟା ପ୍ରମୋଦ କୁମାର ବାରିକ। ଜିରାଙ୍ଗ ଯାଇଥିଲି, ହଁ ଡ୍ରପ୍ କରି ଫେରୁଥିଲି। ବ୍ରହ୍ମପୁର ଆମର ଏଇ ଟ୍ରାଫିକ୍ ଅଛି, ଟ୍ରାଫିକ୍ ଦେଖିଲି ସାପ ଦେଖିକି ମେଡ଼ିକାଲ ସାମ୍ନାରେ ଗାଡ଼ି ରଖିକି ଭାଇମାନଙ୍କୁ ଡାକିଲି। ସେ ସ୍ନେକ୍ ଲାଇନ୍ ଆପଣଙ୍କ ନମ୍ବର ଦେଲେ ମୋତେ କଲ୍ କଲି। ଆଚ୍ଛା, ଜିରାଙ୍ଗ କେତେ ଜଣ ଯାତ୍ରୀଙ୍କୁ ନେଇ ଯାଇଥିଲେ? କୋଉଠୁ ଯାଇଥିଲେ? ଭୁବନେଶ୍ୱର ଯାଇଥିଲି, ସବୁ ଆମର ଗୋପବନ୍ଧୁ ଏକାଡେମୀରୁ କାଲିଠୁ ଯାଇଥିଲି। ହଁ ହଁ ତାଙ୍କୁ ଏବେ ଡ୍ରପ୍ କରିକି ଆସିଥିଲେ, 20 ଜଣ ନେଇଯାଇଥିଲି। ହଁ ହଁ ଫେରିଲା ବେଳେ ସାପ କୋଉ ଜାଗାରେ ଥିଲା? ମୁଁ ପୁରା ସାମ୍ନାରେ, ଆଜ୍ଞା ଗ୍ଲାସ୍ ସାମ୍ନାରେ, ଡ୍ରାଇଭରଙ୍କ ସାମ୍ନାରେ ମୁଣ୍ଡ ଉପରେ। ଆଜ୍ଞା। କେତେ ବଡ଼ ହବ ସାପଟା? କେମିତି ଥିଲା? ସାପ ଯାହେଲେ ବି 1.5 ହାତ ଭଳିଆ ହେବ।